ଜୁନାଗଡ଼ ଛରିଆଗଡ଼ ଧାନ ମଣ୍ଡିରେ ବର୍ଷାରେ ଭିଜୁଛି ଧାନ, ଶୁଭୁଛି ଚାଷୀଙ୍କ କ୍ରନ୍ଦନ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଖୋଲା ଆକାଶ ତଳେ ଭିଜୁଛି ହଜାର ହଜାର କ୍ୱିଣ୍ଟାଲ ଧାନ। ଅନେକ ଚାଷୀଙ୍କ ଟୋକନ ଲେପସ ହେଲାଣି, ଭିଜି ଭିଜି ଧାନ ଗଜା ହେଲାଣି। ଦୁଶ୍ଚିନ୍ତାରେ ନିରୀହ ଚାଷୀ ଏପରି ପରିସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ମଣ୍ଡିରେ। ବର୍ଷାରେ ଭିଜି ଗଜା ହୋଇଗଲା ଧାନ। ଏବେ ବି ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର କ୍ୱିଣ୍ଟାଲ ଧାନ। କଳାହାଣ୍ଡି ଜିଲ୍ଲା ଛୋରିଆଗଡ଼ ମଣ୍ଡିରେ ଫ୍ୟାକ୍ସ, ମିଲର୍ସ ଓ ଏଜେଣ୍ଟ ମାନଙ୍କ ରାସ୍ ଦେଖିବାକୁ ମିଳିଛି। ଖୋଲା ଆକାଶ ତଳେ ମଣ୍ଡିରେ ଥିବା ଯୋଗୁଁ ଚାଷୀଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜି ଗଜା ହେଲାଣି। ଧାନ ଗଜା ହେବା ଯୋଗୁଁ ଫ୍ୟାକ୍ସ, ମିଲର୍ସ ଓ ଏଜେଣ୍ଟ ମାନେ ଖୁଲ୍ଲାମଖୁଲ୍ଲା କଟନି ଛଟନି କରୁଛନ୍ତି। ଛୋରିଆଗଡ଼ ମଣ୍ଡିରେ 623 ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ 33,000 କ୍ୱିଣ୍ଟାଲ ଧାନ ଟାର୍ଗେଟ ଆସିଥିଲା। 63 ଜଣ ଚାଷୀଙ୍କ 3,775 କ୍ୱିଣ୍ଟାଲ 4 କେଜି ଧାନ ମଣ୍ଡିରେ ପଡ଼ିଛି। ସବୁଠାରୁ ବଡ଼ ଦୁଃଖର ବିଷୟ, ମଣ୍ଡିରେ 10ଟି ମିଲର୍ସ ଥାଇ ମଧ୍ୟ 3 ଜଣ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଗଲା। ଫ୍ୟାକ୍ସ, ମିଲର୍ସ ଓ ଏଜେଣ୍ଟଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମହିଳା ଚାଷୀ ଗୀତା ମହିଳାଙ୍କ 60 କ୍ୱିଣ୍ଟାଲ, ଭବାନୀ ଶଙ୍କର ଗୁରୁଙ୍କ 75 କ୍ୱିଣ୍ଟାଲ ଓ କନ୍ଦର୍ପ ମହିଳାଙ୍କ 41 କ୍ୱିଣ୍ଟାଲ ଧାନର ଟୋକନ ଲ୍ୟାପ୍ସ ହୋଇଗଲା। ଗୋଟେ ପଟେ ମୌସୁମୀ ବର୍ଷା ଓ ଅନ୍ୟପଟେ ଖୋଲା ଆକାଶ ତଳେ ହଜାର ହଜାର କ୍ୱିଣ୍ଟାଲ ଧାନ ଥିବା ଯୋଗୁଁ ଏବେ ଚିନ୍ତାରେ ଚାଷୀ ପଡ଼ିଯାଇଛନ୍ତି। ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଧାନ ଭିଜି ଗଜା ହୋଇଯାଇଥିବା ନେଇ ଗତକାଲି ଗୁରୁବାର ଅପରାହ୍ନ 5:30 ବେଳେ ପ୍ରତିକ୍ରିୟା ରଖିଛନ୍ତି ଚାଷୀ। କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ମହେଶ୍ୱର ପତିଙ୍କ ରିପୋର୍ଟ, ଉତ୍କଳ ଜାଗ୍ରତ ବାର୍ତ୍ତା।